ଆଜି ମେ 1 ତାରିଖ ଗୁରୁବାର 2025 ସତ୍ୟପାଠର ସକାଳର ମୁଖ୍ୟ ଖବରକୁ ଆପଣଙ୍କୁ ସ୍ୱାଗତ। ଆସନ୍ତୁ ଖବର ଆରମ୍ଭ। 24 ଘଣ୍ଟା ଭିତରେ ହମଲା କରିପାରେ ଭାରତ, ମୋଦିଙ୍କ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ବୟାନ ପରେ ପାକ୍ ମନ୍ତ୍ରୀ। ସେନାକୁ ପୂର୍ଣ୍ଣ ସ୍ୱାଧୀନତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବୟାନ ପରେ ଭାରତ ଯେ ଆକ୍ରମଣ କରିବ, ଏନେଇ ପାକିସ୍ତାନ ଗୋଟେ ପ୍ରକାର ନିଶ୍ଚିତ ହୋଇଗଲାଣି। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଲତାଫ ହୁସେନ ତରାର କହିଛନ୍ତି ଯେ ଆସନ୍ତା 24ରୁ 36 ଘଣ୍ଟା ମଧ୍ୟରେ ପାକ୍ ବିରୁଦ୍ଧରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଗୁଇନ୍ଦା ସୂଚନା ମିଳିଛି। ତେବେ ପାକିସ୍ତାନ ଯେକୌଣସି ମୂଲ୍ୟରେ ତାର ସାର୍ବଭୌମତ୍ୱ ରକ୍ଷା କରିବ ବୋଲି କହିଛନ୍ତି ପାକ୍ ମନ୍ତ୍ରୀ। ଜୁନ୍ 5 ସୁଦ୍ଧା ଶେଷ ହୋଇଯିବ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ, କହିଛନ୍ତି ଜନ୍ମଭୂମି ତୀର୍ଥକ୍ଷେତ୍ର ବୋର୍ଡର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର। ଉତ୍ତରପ୍ରଦେଶର ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଜୁନ୍ 5 ତାରିଖ ସୁଦ୍ଧା ଶେଷ ହେବ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି। ମଙ୍ଗଳବାର ଦିନ ମନ୍ଦିରର ମୁଖ୍ୟ ଶିଖରରେ ଏକ 42 ଫୁଟ ଲମ୍ବର ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି। ସୂଚନା ଥାଉ କି ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ 2024 ମସିହା ଜାନୁଆରୀ 22 ତାରିଖରେ ଅନୁଷ୍ଠିତ ହୋଇଥିଲା। ସେହିପରି ମନ୍ଦିରର ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ। ବାତିଲ ହେଲା ଚାରିଧାମ ଯାତ୍ରା ଓ ହେମକୁଣ୍ଡ ଯିବାକୁ ଥିବା 77 ଜଣ ପାକିସ୍ତାନୀ ଶ୍ରଦ୍ଧାଳୁଙ୍କର ପଞ୍ଜୀକରଣ। ପହଲଗାମର ଆତଙ୍କବାଦୀ ହମଲା ପରେ ଉତ୍ତରାଖଣ୍ଡ ସରକାର ଚାରିଧାମ ଓ ହେମକୁଣ୍ଡ ସାହିବ ଯାତ୍ରା ପାଇଁ ପଞ୍ଜୀକୃତ ହୋଇଥିବା 17 ଜଣ ପାକିସ୍ତାନୀ ତୀର୍ଥଯାତ୍ରୀଙ୍କର ପଞ୍ଜୀକରଣକୁ ବାତିଲ କରିଦେଇଛନ୍ତି। ତେବେ ଚାରିଧାମ ଯାତ୍ରା ପାଇଁ ଏବେ ସୁଦ୍ଧା 22 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅନଲାଇନ୍ ପଞ୍ଜୀକରଣ କରିସାରିଥିବା ଜଣାପଡ଼ିଛି, ଯେଉଁଥିରେ 185ଟି ଦେଶର 25,000ରୁ ଅଧିକ ବିଦେଶୀ ଅଛନ୍ତି। ଅଫଲାଇନ୍ ପଞ୍ଜୀକରଣ ଏପ୍ରିଲ 28ରୁ ଆରମ୍ଭ ହୋଇଥିବା ବେଳେ ଏଥିରେ 10,000ରୁ ଅଧିକ ଲୋକ ପଞ୍ଜୀକରଣ କରିଛନ୍ତି। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଲେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ। ରିପୋର୍ଟ ଅନୁସାରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପ୍ରଥମ ଥର ପାଇଁ ଭେଟିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ, ଏନ୍ଏସ୍ଏସ୍, ସିଡିଏସ୍ ଓ ତିନି ସେନାର ମୁଖ୍ୟଙ୍କ ସହିତ ପିଏମ୍ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ମୋହନ ଭାଗବତଙ୍କୁ ଭେଟିଥିବା ଜଣାପଡ଼ିଛି। ସୂଚନା ଥାଉ କି ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ସମୟ ଓ ଟାର୍ଗେଟ ସ୍ଥିର କରିବାକୁ ସେନାକୁ ସ୍ୱାଧୀନତା ଦେଇଛନ୍ତି ପିଏମ୍ ମୋଦି। ବ୍ରହ୍ମପୁରରେ ଯୁବକଙ୍କ ଗଳା କାଟି ହତ୍ୟା, 2 ଜଣଙ୍କୁ ଅଟକ ରଖିଲା ପୋଲିସ। ବ୍ରହ୍ମପୁର ମା ବାଳକୁମାରୀ ମନ୍ଦିର ରାସ୍ତାର ଏକ ପୋଖରୀ ନିକଟରେ ଜଣେ ଯୁବକକୁ ଗଳା କାଟି ହତ୍ୟା କରାଯାଇଛି। ମୃତକ ଜଣକ ରାମପୁର ଗ୍ରାମର ବଳରାମ ହୋଇଥିବା ବେଳେ ବାପାଙ୍କ ଅଭିଯୋଗ ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ପୁଅକୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ବାଲ୍ମୀକି ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଥିବା ପୋଲିସ ଧାନଘର ଅଞ୍ଚଳର 2 ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମେ 5 ତାରିଖ ପର୍ଯ୍ୟନ୍ତ କାଳ ବୈଶାଖୀ ବର୍ଷା, ଆଜି 14 ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା। କାଳ ବୈଶାଖୀ ପ୍ରଭାବରେ ଆସନ୍ତା 5 ତାରିଖ ଯାଏଁ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 3 ତାରିଖ ଯାଏଁ ବର୍ଷାର ଅଧିକ ସମ୍ଭାବନା ଥିବା ବେଳେ 4 ଓ 5 ତାରିଖରେ ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ। ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି ଓ ଗଞ୍ଜାମ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଆଶଙ୍କା ରହିଛି। ପବନର ବେଗ 40ରୁ 50 କିଲୋମିଟର ଛୁଇଁପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କୁ ଧରିଲା ଭିଜିଲାନ୍ସ, 3 ଲକ୍ଷ ଟଙ୍କା ଜବତ। 3 ଲକ୍ଷ ଟଙ୍କା ନେଇଯାଉଥିବା ବେଳେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରୁ ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କୁ ଭିଜିଲାନ୍ସ ଧରିଛି। କ୍ରିଷ୍ଣାଙ୍କ ମହାବୀର ବଜାରସ୍ଥିତ କ୍ୱାର୍ଟର ସମେତ 5ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ପୁରୀ କୁମ୍ଭାରପଡ଼ା ସ୍ଥିତ ଘର, ଚୌଦ୍ୱାର ପ୍ରଧାନସାହି ସ୍ଥିତ ବାପଘର ଓ ଜଗତପୁର ଅରିଲୋ ସ୍ଥିତ ଶାଶୁଘରେ ମଧ୍ୟ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି। ଭିଜିଲାନ୍ସର 7 ଜଣିଆ ଟିମ୍ ଚଢ଼ାଉ କରିଛନ୍ତି। କାଶ୍ମୀର ଶାଲ୍ ବ୍ୟବସାୟୀଙ୍କୁ ଉତ୍ତରାଖଣ୍ଡରେ ମାଡ଼, କାଟିଦେବି କହି ଧମକ ଦେଲା ବ୍ୟକ୍ତି। ଉତ୍ତରାଖଣ୍ଡ ମସୁରୀରେ କାଶ୍ମୀର ଶାଲ୍ ବ୍ୟବସାୟୀଙ୍କୁ କିଛି ଲୋକ ଗାଳିଗୁଲଜ କରିବା ସହ ମାଡ଼ ମାରିବାର ଭିଡ଼ିଓ ସାମ୍ନାକୁ ଆସିଛି। ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ରାସ୍ତା କଡ଼ରେ ଶାଲ୍ ଧରି ବିକ୍ରି କରୁଥିବା ଲୋକଙ୍କୁ ସେଠାରୁ ଦୋକାନ ହଟାଇବାକୁ କୁହାଯାଇଛି। ଏଥିସହ ଜଣେ ବ୍ୟକ୍ତି ସେମାନଙ୍କୁ ଧମକ ଦେଇଛି ଯେ କାଟିଦେବି, ଏଠାରୁ ଛାଡ଼ି ପଳାଅ। ପୋଲିସ ଏହି ଘଟଣାରେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗଞ୍ଜାମରେ ଅକ୍ଷିମୁଠିର ଅନୁକୂଳ କଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି।
ପବିତ୍ର ଅକ୍ଷୟ ତୃତୀୟା ତିଥିରେ ବୁଧବାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଗୋଳନ୍ଥରା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ଅକ୍ଷିମୁଠିର ଶୁଭ ଅନୁକୂଳ କରିଛନ୍ତି। ଏହି ଅବସରରେ ସେ ପରିବେଶ ସୁରକ୍ଷା ନେଇ ବାର୍ତ୍ତା ରଖିବା ସହ ବୃକ୍ଷରୋପଣ ମଧ୍ୟ କରିବାର ଦେଖା ମିଳିଛି। ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏଲ୍ଓସିରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ, ମୁହଁତୋଡ଼ ଜବାବ ଦେଲେ ଭାରତୀୟ ସେନା। ଜାମ୍ମୁ କାଶ୍ମୀରର ପହଲଗାମ ଆତଙ୍କବାଦୀ ହମଲା ପରେ ପାକିସ୍ତାନ ପୁଣି ଥରେ ଏଲ୍ଓସିର ନୌସେରା, ସୁନ୍ଦରବନି ଓ ଅଖନୁର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଏପ୍ରିଲ 29 ଓ 30 ତାରିଖରେ ପାକିସ୍ତାନୀ ସେନା ପକ୍ଷରୁ ଏଲ୍ଓସିରେ ଛୋଟ ଅସ୍ତ୍ର ଯୋଗେ ଗୁଳିମାଡ଼ ହୋଇଥିଲା। ଭାରତୀୟ ସେନା ପକ୍ଷରୁ ତୁରନ୍ତ ଏହାର ପାଲଟା ଜବାବ ଦିଆଯାଇଛି। ତେବେ ମଙ୍ଗଳବାର ବୈଠକରେ ପ୍ରଧାନମନ୍ତ୍ରୀ ସେନାବାହିନୀକୁ ମୁକ୍ତ ହସ୍ତ ପ୍ରଦାନ କରିଛନ୍ତି। ଢେଙ୍କାନାଳରେ ଚାକିରି ହରାଇବା ପରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କଲେ କନେଷ୍ଟବଳ। ଢେଙ୍କାନାଳ ସୋଗରପଶି ଗାଁର ଯୁବକ ଚାକିରି ହରାଇବା ପରେ ଇଚ୍ଛା ମୃତ୍ୟୁ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ରୁଦ୍ରନାରାୟଣ ଦାସ 2018ରେ ଓଏସ୍ଏପି କନେଷ୍ଟବଳ ଭାବରେ ଚାକିରି କରୁଥିବା ବେଳେ ଟ୍ରେନିଂରେ ଅସୁସ୍ଥ ହେବାରୁ ଆରାମ ନେବା ପାଇଁ ତାଙ୍କୁ ପଠାଇ ଦିଆଯାଇଥିଲା। କିନ୍ତୁ ସେ ସୁସ୍ଥ ହୋଇ ଫେରିଲା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରିଦିଆଯାଇଛି। ପୁନଶ୍ଚ ଚାକିରି ପାଇଁ ସେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଭେଟି ନିରାଶ ହୋଇଥିବା କହିଛନ୍ତି। ଓଡ଼ିଶାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ଟଙ୍କା, 50 ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ହେଲେ ଲାଭବାନ। ଅକ୍ଷୟ ତୃତୀୟା ଅବସରରେ ରାଜ୍ୟସ୍ତରୀୟ କୃଷକ ସମାରୋହରେ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ସିଏମ୍ କିଷାନ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 1,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କା 50 ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଥିବା ନେଇ ସୂଚନା ମିଳିଛି। ନାମମାତ୍ର ଚାଷୀଙ୍କଠାରୁ ନେଇ କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କୁ ଏହି ସିଏମ୍ କିଷାନ ଟଙ୍କା ମିଳିଛି। ସୂଚନା ଥାଉ କି ସିଏମ୍ କିଷାନ ଯୋଜନାରେ ଚାଷୀମାନଙ୍କୁ ମାତ୍ର ବର୍ଷକୁ 2ଟି କିସ୍ତିରେ 4,000 ଟଙ୍କା ମିଳିବ। ଭୟ କରନି, ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି, ନୱାଜ ସରିଫଙ୍କ ଝିଅ ମରିୟମ କହିଲେ। ପାକିସ୍ତାନ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଭାରତକୁ ଫାଙ୍କା ଧମକ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ କହିଛନ୍ତି ଯେ ଭାରତ ପାକ୍ ସୀମାରେ ଅସ୍ଥିରତା ଅଛି, ମାତ୍ର ଚିନ୍ତା କରିବାର ଆବଶ୍ୟକତା ନାହିଁ। ଶତ୍ରୁଙ୍କ ମୁକାବିଲା ପାଇଁ ଆଲ୍ଲାହ ଆମ ସେନାକୁ ବହୁ ସାମର୍ଥ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି କେହି ବି ଶତ୍ରୁ ପାକିସ୍ତାନ ଉପରେ ହମଲା କରିବା ପୂର୍ବରୁ 10 ଥର ଭାବିବ, କାରଣ ଆମ ପାଖରେ ପରମାଣୁ ବୋମା। 17 ବର୍ଷ ଧରି ଭାରତରେ ରହୁଥିଲେ ପାକିସ୍ତାନୀ ଯୁବକ। କହିଲେ, ଦେଇଛି ଭୋଟ, ଅଛି ଆଧାର କାର୍ଡ। ପାକିସ୍ତାନୀ ନାଗରିକଙ୍କ ବିରୁଦ୍ଧରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଓସାମା ନାମକ ଜଣେ ପାକିସ୍ତାନୀ ଯୁବକ ନିଜ ଦେଶକୁ ଫେରିବା ସମୟରେ କହିଛନ୍ତି ଯେ 17 ବର୍ଷ ଧରି ଏଠାରେ ଭାରତରେ ରହୁଛି। ଏହାସହ ଉକ୍ତ ଯୁବକ ଜଣକ କହିଛନ୍ତି ଯେ ମୁଁ ଏଠାରେ ଭୋଟ ଦେଇଛି। ଆମ ପାଖରେ ଆଧାର କାର୍ଡ, ରାସନ କାର୍ଡ ଓ ଇଲେକ୍ସନ କାର୍ଡ ମଧ୍ୟ ଅଛି। ସୂଚନା ଥାଉ କି ଓସାମା ପାକିସ୍ତାନ ରାଓଲପିଣ୍ଡିର ବାସିନ୍ଦା ହୋଇଥିବା ବେଳେ ସେ ଜମ୍ମୁ କାଶ୍ମୀର ଉରିରେ ରହୁଥିଲେ। 6 ଦିନରେ ଅଟ୍ଟାରୀ ବାଘା ବର୍ଡର ସୀମା ଦେଇ ଭାରତ ଛାଡ଼ିଲେ 786 ପାକିସ୍ତାନୀ ଅଧିକାରୀ। ପାକିସ୍ତାନୀ ଓ ପାକିସ୍ତାନୀ କହିଛନ୍ତି ଅଧିକାରୀ। ଏକ ବରିଷ୍ଠ ଅଧିକାରୀଙ୍କ ମୁତାବକ ଏପ୍ରିଲ 24 ତାରିଖରୁ 6 ଦିନ ଭିତରେ ଅଟ୍ଟାରୀ ବାଘା ସୀମା ଦେଇ 786 ଜଣ ପାକିସ୍ତାନୀ ଭାରତ ଛାଡ଼ି ନିଜ ଦେଶକୁ ପଳାଇଛନ୍ତି। ଅଧିକାରୀଙ୍କ ଅନୁସାରେ ଏହି ସମୟ ମଧ୍ୟରେ 1376 ଜଣ ଭାରତୀୟ ଅଟ୍ଟାରୀ ବାଘା ସୀମା ଦେଇ ପାକିସ୍ତାନକୁ ଫେରିଛନ୍ତି। ସୂଚନା ଥାଉ କି ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ 26 ଜଣଙ୍କ ମୃତ୍ୟୁ ଘଟଣା ପରେ ଭାରତ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ଏପ୍ରିଲ 27 ସୁଦ୍ଧା ଭାରତ ଛାଡ଼ିବାକୁ ଦେଇଥିଲେ ନିର୍ଦ୍ଦେଶ। ପହଲଗାମ ଆକ୍ରମଣ ଉପରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଉ ବୋଲି କହିଛନ୍ତି ଶରଦ ପାୱାର। ଏନ୍ସିପି ମୁଖ୍ୟ ଶରଦ ପାୱାର ବୁଧବାର କହିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବା ଉଚିତ। ପାୱାର କହିଛନ୍ତି ଯେ ଏକ ସ୍ୱତନ୍ତ୍ର ଅଧିବେଶନ ପହଲଗାମ ଆକ୍ରମଣ ଉପରେ ଦେଶର ଏକତାର ବାର୍ତ୍ତା ସମଗ୍ର ବିଶ୍ୱକୁ ପଠାଇବାରେ ସାହାଯ୍ୟ କରିବ। ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖରଗେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ଅନୁରୋଧ କରିଥିଲେ। ସୂଚନା ଥାଉ କି ପହଲଗାମ ଆତଙ୍କ ହମଲାରେ 26 ଜଣଙ୍କ ଜୀବନ ଯାଇଛି। 24ରୁ 36 ଘଣ୍ଟା ମଧ୍ୟରେ ହମଲା କରିପାରେ ଭାରତ। ବୟାନ ପରେ କ୍ରାସ୍ ହେଲା ପାକିସ୍ତାନ ଷ୍ଟକ୍ ମାର୍କେଟ। ପାକିସ୍ତାନୀ ମନ୍ତ୍ରୀ ଅଲ୍ତାଫ ହୁସେନ ତରାରଙ୍କ ବୟାନ ପରେ କରାଚି ଷ୍ଟକ୍ ଏକ୍ସଚେଞ୍ଜ 133,000ରୁ ଅଧିକ ପଏଣ୍ଟ ହ୍ରାସ ପାଇଛି। ତରାର କହିଥିଲେ ଯେ ଆଗାମୀ 24ରୁ 36 ଘଣ୍ଟା ମଧ୍ୟରେ ଭାରତ ପାକିସ୍ତାନ ବିରୁଦ୍ଧରେ ବଡ଼ ସେନା କାର୍ଯ୍ୟାନୁଷ୍ଠାନ ନେଇପାରେ। ଏହି ହ୍ରାସକୁ ନେଇ ଅଶରଫ ନାମକ ବିଶେଷଜ୍ଞ କହିଛନ୍ତି, ପାକିସ୍ତାନ ବିରୁଦ୍ଧରେ ଭାରତର ସମ୍ଭବତଃ ସେନା କାର୍ଯ୍ୟାନୁଷ୍ଠାନକୁ ନେଇ ବଜାରରେ ଅନିଶ୍ଚିତତା ଦେଖାଦେବା ସହ ନିବେଶକ ଏହାକୁ ନେଇ ବେଶ୍ ଚିନ୍ତିତ ଅଛନ୍ତି। ଆସାମରେ ସୁରକ୍ଷା ବାହିନୀର ଏନ୍କାଉଣ୍ଟରରେ 3 ସନ୍ଦିଗ୍ଧ ଉଗ୍ରବାଦୀ ମୃତ, 2ଟି AK-47 ଜବତ। ମଙ୍ଗଳବାର ଦିନ ଆସାମର ଦିମା, ହସା ଓ ଜିଲ୍ଲାରେ ସୁରକ୍ଷା ବାହିନୀର ଏନ୍କାଉଣ୍ଟରରେ 3 ଜଣ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ମୃତ୍ୟୁ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ଏହି ଉଗ୍ରବାଦୀମାନେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ NHAI
ଠାରୁ ଟଙ୍କା ଆଦାୟ ପାଇଁ ନାଗାଲାଣ୍ଡରୁ ଆସାମ ଆସିଥିଲେ। ତେବେ ଘଟଣାସ୍ଥଳରେ 2ଟି AK-47 ରାଇଫଲ ଓ ଗୋଟିଏ ପିସ୍ତଲ ଓ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଥିବା ଜଣାପଡ଼ିଛି। ଏନ୍କାଉଣ୍ଟର ପରେ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି। ଆସନ୍ତା 5 ବର୍ଷରେ 15 ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା 5 ବର୍ଷରେ 15 ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବୁଧବାର ଅକ୍ଷୟ ତୃତୀୟା ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହରେ କହିଛନ୍ତି। ଏହାସହ ଜଳବାୟୁ ଅନୁକୂଳ କୃଷି କାର୍ଯ୍ୟ ଆପଣାଇବା ପାଇଁ ସେ ଚାଷୀ ଭାଇଭଉଣୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଶସ୍ୟ ନିଅଣ୍ଟିଆ ରାଜ୍ୟକୁ ଶସ୍ୟ ବଳକା ରାଜ୍ୟରେ ପରିଣତ କରିବାକୁ ଥିବାରୁ ରାଜ୍ୟର ଚାଷୀମାନଙ୍କୁ କଠିନ ପରିଶ୍ରମକୁ ସେ ପ୍ରଶଂସା କରିଥିବା ସହିତ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଓଡ଼ିଶାରେ ଚାଲିଛି ମିଛ ସରକାର, କେବଳ ନବୀନଙ୍କ ଯୋଜନାରେ ନାଁ ଓ ରଙ୍ଗର ପରିବର୍ତ୍ତନ ହେଉଛି। ପ୍ରମିଳା ମଲ୍ଲିକ। ଓଡ଼ିଶାରେ ମିଛ ସରକାର ଚାଲିଛି ବୋଲି ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ଏବେ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରିଥିବା ଜନକଲ୍ୟାଣକାରୀ ଯୋଜନାର ନାଁ ଓ ରଙ୍ଗ ପରିବର୍ତ୍ତନ କରିବାରେ ଲାଗିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି। ସରକାର ଗଠନ ଦିନ କହିଥିଲେ 100 ଦିନରେ ସବୁ ପ୍ରତିଶ୍ରୁତି ପାଳନ କରିବେ। ଏବେ ସରକାର ଗଠନ ହେବାର 300 ଦିନ ଗଲାଣି। କୁଆଡ଼େ ଗଲା ତାଙ୍କର ପ୍ରତିଶ୍ରୁତି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି। ଜାତିଭିତ୍ତିକ ଜନଗଣନା କରିବେ କେନ୍ଦ୍ର ସରକାର, କ୍ୟାବିନେଟ ବୈଠକରେ ହେଲା ନିଷ୍ପତ୍ତି। ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନା ସାମିଲ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିରୋଧୀ ଏହାକୁ ନେଇ ଅଯଥା ରାଜନୀତି କରୁଥିବା ସେ କହିଛନ୍ତି। ତେବେ 2011 ମସିହା କଂଗ୍ରେସ ସରକାର ବେଳେ ହୋଇଥିବା ସର୍ଭେ ଜାତି ଜନଗଣନା ପରିବର୍ତ୍ତେ କେବଳ ଜାତିର ସର୍ଭେ ହୋଇଥିବା ସେ କହିଲେ। କାହିଁକି ଜୀବନ ହାରିଲେ କଣ୍ଟେଣ୍ଟ କ୍ରିଏଟର ମିଶା ଅଗ୍ରୱାଲ? ଆତ୍ମହତ୍ୟା ପଛରେ କାରଣ କହିଲେ ପରିବାର। 24 ବର୍ଷୀୟ କଣ୍ଟେଣ୍ଟ କ୍ରିଏଟର ମିଶା ଅଗ୍ରୱାଲ ଆତ୍ମହତ୍ୟା ପଛର କାରଣ ନେଇ ପରିବାର ଲୋକେ ଏବେ ମୁହଁ ଖୋଲିଛନ୍ତି। ଇନଷ୍ଟାଗ୍ରାମରେ ଫଲୋଅର ସଂଖ୍ୟାରେ ଲଗାତାର ହ୍ରାସ ଘଟିବା ପରେ ମିଶା ଖୁବ୍ ଚିନ୍ତିତ ହୋଇପଡ଼ିଥିଲେ। କ୍ୟାରିୟରକୁ ନେଇ ଅନିଶ୍ଚିତତା ଆଶଙ୍କାରେ ସେ ଆତ୍ମହତ୍ୟା କରିଥିଲେ। ମିଶାଙ୍କ ପରିବାର ପକ୍ଷରୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖାଯାଇଛି ଯେ ଇନଷ୍ଟାଗ୍ରାମ ଅସଲ ଦୁନିଆ ନୁହେଁ। ଏଠାରେ ମିଳୁଥିବା ଫଲୋଅର୍ସଙ୍କ ଭଲ ପାଇବା ମଧ୍ୟ ଅସଲି ନୁହେଁ। ମେ 9 ତାରିଖରେ ରୁଷରେ ବିଜୟ ଦିବସ ସମାରୋହରେ ଯୋଗ ଦେବେନି ପିଏମ୍ ମୋଦି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମେ 9 ତାରିଖରେ ରୁଷରେ ବିଜୟ ଦିବସ ସମାରୋହରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ ସୂଚନା ମିଳିଛି। ରୁଷର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହାକୁ ସ୍ପଷ୍ଟ କରିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଜର୍ମାନୀ ଉପରେ ରୁଷର ବିଜୟକୁ ମନେ ପକାଇବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ତେବେ ଏହି ସମାରୋହରେ ଯୋଗ ଦେବାକୁ ରୁଷ ପକ୍ଷରୁ ମୋଦିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଆଇପିଏଲର ରୋବୋଟ କୁକୁରର ନାମ ଚମ୍ପକ ରଖାଯିବା ପ୍ରସଙ୍ଗ, ବିସିସିଆଇକୁ ନୋଟିସ୍ ଜାରି କଲେ ଦିଲ୍ଲୀ ହାଇକୋର୍ଟ। ଆଇପିଏଲ 2025ରେ ରୋବୋଟ କୁକୁରକୁ ଚମ୍ପକ ନାମ ଦେବା ନେଇ ଦିଲ୍ଲୀ ପ୍ରେସର ଟ୍ରେଡମାର୍କ ଉଲ୍ଲଂଘନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବିସିସିଆଇକୁ ନୋଟିସ୍ ଜାରି କରିଥିବା ସୂଚନା ମିଳିଛି। ପତ୍ରିକା ଅନୁଯାୟୀ ତାଙ୍କ ପତ୍ରିକା ଚମ୍ପକର ନାମ ବିସିସିଆଇ ଉକ୍ତ ରୋବୋଟ ପାଇଁ ବ୍ୟବହାର କରିଛି। ଅନ୍ୟପଟେ ବିସିସିଆଇ ଅନୁଯାୟୀ ଚମ୍ପକ ହେଉଛି ଏକ ଫୁଲର ନାମ ଓ ରୋବୋଟ କୁକୁରର ନାମ ତାରକ ମେହତା କା ଉଲ୍ଟା ଚଷମା ଧାରାବାହିକର ଏକ ଚରିତ୍ର ସହିତ ଜଡ଼ିତ। 29 ଓ 30 ଏପ୍ରିଲ ରାତିରେ 4ଟି ରାଫେଲ ବିମାନ ସହ ପିଓକେରେ ପଶିଥିଲା ଭାରତୀୟ ସେନା। ପାକିସ୍ତାନୀ ମିଡିଆଙ୍କ ଅନୁସାରେ ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା 4ଟି ରାଫେଲ ବିମାନ ସହିତ 29 ଓ 30 ଏପ୍ରିଲ ରାତିରେ ପିଓକେ, ପାକିସ୍ତାନ ଅଧିକୃତ କାଶ୍ମୀରରେ ପାଟ୍ରୋଲିଂ କରିଥିଲା। ତେବେ ଭାରତ ପକ୍ଷରୁ ଏହାର କୌଣସି ଆଧିକାରିକ ସମର୍ଥନ କରାଯାଇନାହିଁ। ସୂଚନା ମୁତାବକ ଗତକାଲି 3 ସେନା ମୁଖ୍ୟଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ସେନାବାହିନୀକୁ ନିଷ୍ପତ୍ତି ନେବା ପାଇଁ ମୁକ୍ତ ହସ୍ତ ପ୍ରଦାନ କରିଥିଲେ। ଭାରତରେ ବ୍ୟାନ୍ ହେଲା ସାହିଦ ଆଫ୍ରିଦିଙ୍କର ୟୁଟ୍ୟୁବ୍ ଚ୍ୟାନେଲ। ପୂର୍ବତନ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦିଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ଭାରତରେ ବ୍ୟାନ୍ କରାଯାଇଛି। ଶୋଏବ ଅଖତର ଓ ବସିତ ଅଲିଙ୍କ ସମେତ ଅନେକ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ଭାରତରେ ବ୍ୟାନ୍ କରାଯିବାର 2 ଦିନ ପରେ ଆଫ୍ରିଦିଙ୍କ ଚ୍ୟାନେଲକୁ ମଧ୍ୟ ବ୍ୟାନ୍ କରାଯାଇଛି। ପୂର୍ବରୁ ପୂର୍ବତନ ପାକିସ୍ତାନ କ୍ରିକେଟର ଦାନିଶ କାନେରିଆ କହିଥିଲେ, ପହଲଗାମ ହମଲା ଉପରେ ଆଫ୍ରିଦିଙ୍କ ମନ୍ତବ୍ୟ ପରେ ତାଙ୍କୁ ଭାରତୀୟ ଟିଭି କିମ୍ବା ଭାରତ ଭିତରେ କୌଣସି ପ୍ଲାଟଫର୍ମ ଦିଆଯିବା ଉଚିତ ନୁହେଁ। ବିବାହ ବିଚ୍ଛେଦ ନେଇ ମେରିକମ୍ ସୂଚନା, ଅନ୍ୟ ଜଣେ ବକ୍ସର ସ୍ୱାମୀଙ୍କ ସହିତ ଡେଟିଂ ଗୁଜବର କଲେ ଖଣ୍ଡନ। ଅଲିମ୍ପିକ୍ ପଦକ ବିଜେତା ବକ୍ସର ମେରିକମ୍ 20 ବର୍ଷର ବିବାହ ପରେ ସ୍ୱାମୀ ଅନଲରଙ୍କଠାରୁ ଅଲଗା ହେବାର ଖବର ନେଇ ସୂଚନା ଦେଇଛନ୍ତି। ଏଥିସହ ଅନ୍ୟ ଜଣେ ବକ୍ସର ସ୍ୱାମୀ ହିତେଶ ଚୌଧୁରୀଙ୍କୁ ଡେଟ୍ କରୁଥିବା ଗୁଜବର ଖଣ୍ଡନ କରିଛନ୍ତି। ସେ ଏକ ବିବୃତ୍ତି ଜାରି କରିଛନ୍ତି
20 ଡିସେମ୍ବର 2023ରେ ଉଭୟ ପାରସ୍ପରିକ ସହମତିରେ ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଥିଲେ। ମଣିପୁର ନିର୍ବାଚନରେ ଅନଲଙ୍କ ପରାଜୟ ପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ରହିମ ଚାଚା ଆରବ ସାଗରରେ ମିଳିବେ, ପାକିସ୍ତାନକୁ ଉଚିତ ଜବାବ ନେଇ ଖାନ ସାରଙ୍କ ଟିପ୍ସ। ଲୋକପ୍ରିୟ ଶିକ୍ଷକ ଖାନ ସାର୍ ପାକିସ୍ତାନକୁ ଶିକ୍ଷା ଦେବା ପାଇଁ ଏକ ପରାମର୍ଶ ଦେଇଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ କହିଛନ୍ତି ଯେ ଭାରତ ସିନ୍ଧୁ ନଦୀରେ 4ରୁ 5ଟି ବନ୍ଧ ନିର୍ମାଣ କରି ଜଳ ଅଟକାଇ ଦେବା ଉଚିତ। ଏଥିସହିତ ସେପ୍ଟେମ୍ବର ମାସରେ ବର୍ଷା ଋତୁରେ ଯେତେବେଳେ ପାଣି ଭର୍ତ୍ତି ହୋଇଯିବ, ସେତେବେଳେ ବନ୍ଧ ଖୋଲିଦେବା ଉଚିତ। ତାପରେ ରହିମ ଚାଚା ଆରବ ସାଗରରେ ଭାସୁଥିବା ଅବସ୍ଥାରେ ମିଳିବେ ବୋଲି ଖାନ ସାର୍ କହିଛନ୍ତି। ମୁଁ ମୋର 100ତମ ଟେଷ୍ଟ ପରେ ଅବସର ନେବାକୁ ଚାହୁଁଥିଲି, ଆର୍ ଅଶ୍ୱିନ୍। ପୂର୍ବତନ ଭାରତୀୟ କ୍ରିକେଟର ଆର୍ ଅଶ୍ୱିନ୍ କହିଛନ୍ତି ଯେ ମୁଁ ମୋର 100ତମ ଟେଷ୍ଟ ମ୍ୟାଚ୍ ପରେ ଅବସର ନେବାକୁ ଚାହୁଁଥିଲି। ଏହାସହ ସେ କହିଛନ୍ତି, ଏହାପରେ ମୁଁ ଭାବିଲି ଯେ ଘରୋଇ ସିଜିନ୍ରେ ଆଉ ଏକ ସୁଯୋଗ ନେବା କାରଣ ମୁଁ ଭଲ ଖେଳୁଥିଲି। ସେହିପରି ଅଶ୍ୱିନ୍ କହିଛନ୍ତି, ଯେତେବେଳେ ମୁଁ ପର୍ଥ ଟେଷ୍ଟରେ ସ୍ଥାନ ପାଇନଥିଲି, ମୁଁ ଭାବିଲି ଯେ ଏହି ସମୟ ଚକ୍ରକୁ ଆଉ ଥରେ ପୁନରାବୃତ୍ତି କରାଯିବା ଉଚିତ ନୁହେଁ। ଶ୍ରମିକଙ୍କ ମଜୁରୀ ବଢ଼ାଇଲେ ଓଡ଼ିଶା ସରକାର, ଜାଣନ୍ତୁ କେଉଁ ବର୍ଗରେ ମିଳିବ କେତେ? ରାଜ୍ୟ ସରକାର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ 10 ଟଙ୍କା ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁରି ଦେଇଛନ୍ତି। ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ 452ରୁ 462 ଟଙ୍କା ବୃଦ୍ଧି ପାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ 502ରୁ 512 ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ 552ରୁ 562 ଟଙ୍କା ବୃଦ୍ଧି ପାଇଥିବା ବେଳେ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ 612 ଟଙ୍କା ହୋଇଥିବା ସୂଚନା ମିଳିଛି।